ଲଗାଣ ବର୍ଷାରେ ବେହାଲ କୋରାପୁଟର କୋଟପାଡ଼ ଅଞ୍ଚଳ। କୋଟପାଡ଼ ବ୍ଲକର 4 ପଞ୍ଚାୟତର 15ରୁ ଅଧିକ ଗାଁ ଜଳମଗ୍ନ। ଇନ୍ଦ୍ରାବତୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳପତନ ବୃଦ୍ଧି ପାଇ 4 ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏପର୍ଯ୍ୟନ୍ତ 300ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ବିଳମ୍ବିତ ରାତିରେ ହଠାତ୍ ପାଣି ମାଡ଼ି ଆସିବାରୁ ଭୟଭୀତ ହୋଇପଡ଼ିଥିଲେ ଗ୍ରାମବାସୀ। ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି କୋଟପାଡ଼ ରିପୋର୍ଟର ବୀରକିଶୋର ଶର୍ମା। ଇନ୍ଦ୍ରାବତୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ କୋଟପାଡ଼ ବ୍ଲକର 4 ପଞ୍ଚାୟତରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସିଧାସଳଖ ଚିତ୍ର ଦେଖିବାକୁ ଚାହିଁବେ, ଏଇଟା ହେଉଛି ବର୍ତ୍ତମାନ ବଣିଆ ଗୁଆଳି ଯିବା ରାସ୍ତାଟି, ଯାହାକି କାଲି ରାତି 10ଟା ସମୟରୁ ହଠାତ୍ ପାଣି ମୁଣ୍ଡରେ ପଳେଇ ପ୍ରଶାସନ ତରଫରୁ କାଲି ରାତି ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ କିଭଳି ଭାବରେ ଲୋକଙ୍କୁ ସେ ଠିକ୍ ସୁରକ୍ଷିତ ସ୍ଥାନରେ ପହଞ୍ଚାଯିବ ଏବଂ କିଭଳି ଖାଦ୍ୟ ବ୍ୟବସ୍ଥା କରାଯିବ ସେ ଅଛନ୍ତି। ବର୍ତ୍ତମାନ ଆମେ ଜଣେ ଅଧିକାରୀ ଅଛନ୍ତି, ତାଙ୍କର ପ୍ରତିଜ୍ଞା ନେବା। ସାର୍, କ'ଣ କହିବେ କାଲି ଠାରୁ ବର୍ତ୍ତମାନ ବନ୍ୟା ସ୍ଥିତି ଅଛି, କେମିତି ସବୁ ବ୍ୟବସ୍ଥା ଚାଲିଛି? କାଲି ରାତି ଆମେ 1:30ରେ ପହଞ୍ଚିଲୁ। ସେଇ ସମୟରୁ ଧୀରେ 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 ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଉ ବିଡିଓ ମହାଶୟ ବି ଆସିଥିଲେ, ତାପରେ ସାଙ୍ଗରେ ତହସିଲଦାର ଇଏ ବି ଥିଲେ, ଏଡିସନାଲ ତହସିଲଦାର ଥିଲେ, ଆଉ ପୋଲିସ ପ୍ରଶାସନ ବି କିଛି ଅଂଶରେ ସହାୟତା କରିଥିଲେ। ଧୀରେ ଧୀରେ ରାତି 3ଟା ପରେ ପାଣିର ମାତ୍ରା ଧୀରେ ଧୀରେ ବଢିବାକୁ ଲାଗିଲା। ରାସ୍ତା ବି ଯାତାୟାତରେ ପ୍ରୋବ୍ଲେମ ହେଲା। ଆମେ ତ ବାରମ୍ବାର ଆସୁ 3:30 ପରେ ହିଁ ଏକ୍ୟୁଟ ହେଲା ପ୍ରୋବ୍ଲେମ ଟା। ବର୍ତ୍ତମାନ ତ ଯାହା ଦେଖୁଛନ୍ତି ନିଷ୍କାସନର, ମୁଁ ଯାହା ଦେଖୁଛି ଅବଶ୍ୟ ମାନେ ନିଷ୍କାସନର ବହିରୀ ମାନେ ହବା ପାଇଁ ସୁବିଧା ହିଁ ନାହିଁ। ଆଉ ଏଠି ତ ଦେଖୁଛନ୍ତି ଆପଣ କେତେ ପାଣି ହେଇଛି କି। ଆପଣ କୁଆଡେ ଯାଉଥିଲେ? ଫସିଗଲେ ବର୍ଷା? ବନିଆ ଯାଉଥିଲା ହଁ, ସେଟା ରହିଗଲୁ, ଟିକେ ପାଣି ଯାଉନି, ଗାଡି ଯାଉନାହିଁ, ସେଟା ପାଇଁ ରହିଯାଇଛୁ। ପାଖାପାଖି କେତେ ଦୂର କ'ଣ ପାଣି ଅଛି? ସେଠି ଗୋଟେ 800-900 ମିଟର ଦୂରରେ ଅଛି ଆଜ୍ଞା। ପାଣି ଆସିଲା ଆଣ୍ଠୁ ଏତିକି ପାଣି ଅଛି ସେଠି। ପାଣି ଅଛି ଯେ ଯିବାକୁ ଆମେ ଏଇ ରାସ୍ତାରୁ ଆର ପଟକୁ କୋଟପାଡ଼ରୁ ବଣିଆ ପର୍ଯ୍ୟନ୍ତ ଯାଇ ହଉନି। ରାସ୍ତାଟା ବୁଡିକି ରହିଛି। ବର୍ତ୍ତମାନ ସବୁ ବିଲ ବାଡି ସବୁ ଭୁଲି ଯାଇଛି, ଆଉ କୁଆଡେ କୋଉଠି ଭଲ ଜାଗା। ସାର୍, ଆପଣ କୁଆଡେ ଯାଉଥିଲେ? ଆମେ ଯାଇଥିଲୁ କୋଟପାଡ଼ରୁ ଆସନା କ'ଣ ମେଡିକାଲର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ସର୍ଭିସ। ସାର୍, ଆର ପାରିର ସ୍ଥିତି କ'ଣ ଅଛି ବର୍ଷା ପାଣି? ଅଣ୍ଟାଏ ପାଣି ଅଛି ବୋଲି ହସ୍ପିଟାଲ ବି ବୁଡି ଯାଇଛି ବୋଲି ଇଏ କରେ, କିନ୍ତୁ ଆମେ ତ ଏଠୁ ଯାଇପାରୁନୁ, ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚି ବି ପାରିବୁନି। ବହୁତ 20ରୁ ଊର୍ଦ୍ଧ୍ୱ ଗ୍ରାମ ବର୍ତ୍ତମାନ ପ୍ରଭାବିତ ଅଛନ୍ତି। ମ୍ୟାଡାମ, କୁଆଡେ ଯାଇଥିଲେ ଆଉ କିଭଳି ଭାବରେ ରହିଥିଲେ? ମୁଁ ବଣିଆ ଗାଁକୁ ଯାଇଥିଲି। ଗଲା ବେଳକୁ ଆମେ ଏଠି ପାଣିର ସ୍ତର ବହୁତ ଅଧିକ ଥିଲା, କିନ୍ତୁ ଆସିଲା ବେଳେ ଟିକେ କମିଛି। ମାନେ ଏଇ ଗୋଟେ ଘଣ୍ଟାଟା ଭିତରେ କଥା କହୁଛି ମୁଁ। ଆଉ ଲୋକମାନଙ୍କୁ ବ୍ଲକ ତରଫରୁ ସିଫ୍ଟ କରାଯାଉଛି କଲ୍ୟାଣ ମଣ୍ଡପକୁ। ସେଠି ଖାଦ୍ୟ ବ୍ୟବସ୍ଥା କରାଯାଇଛି। ବିଡିଓ ମ୍ୟାଡାମ ଆଉ ଆମର ଏଠି ପିଓ ଏଡିଓ ସମସ୍ତେ ମିଶିକି ମଧ୍ୟ ସମସ୍ତଙ୍କୁ ହେଲ୍ପ କରୁଛନ୍ତି। ଆମେ ବି ଲୋକମାନଙ୍କ କଥା ବୁଝିକି ଆସିଲୁ। ବର୍ତ୍ତମାନ ଆର ପାରିରେ କେତେ ଲୋକ କ'ଣ ପ୍ରଭାବିତ ଅଛନ୍ତି ମ୍ୟାଡାମ, ଆଉ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି? ଏଠି ତ ଦେଖିବାକୁ ଗଲେ ପ୍ରାୟ 15ରୁ 20 ଗ୍ରାମ ପ୍ରଭାବିତ ଅଛନ୍ତି। କୋରାପୁଟ ଜିଲ୍ଲା କୋଟପାଡ଼ରୁ ବୀରକିଶୋର ଶର୍ମା, କଳିଙ୍ଗ ଟିଭି।